ତୁମେ ଦୁଷ୍କର୍ମକାରୀ ମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ କିମ୍ବା ଅଧର୍ମଚାରୀ ମାନଙ୍କ ପ୍ରତି ଈର୍ଷା ଭାବ ହୋ ନାହିଁ ବୋଲି ପ୍ରଭୁ ଦାଉଦଙ୍କ ମୁଖ ଦ୍ୱାରା ଏହା କହୁଛନ୍ତି। ହାଲେଲୁୟା। କାହାକୁ କହୁଛନ୍ତି ଜାଣିଛନ୍ତି କି? ସାଧୁମାନଙ୍କୁ କହୁଛନ୍ତି। ସାଧୁମାନେ କିଏ? ସେଠୁ ଡିଷ୍ଟାର୍ବ ହଉଚାରେ। ସାଧୁମାନେ ହେଉଛନ୍ତି ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଦୌତ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ମାନେ ହେଉଛନ୍ତି ସାଧୁମାନେ। ହାଲେଲୁୟା। ସେମାନଙ୍କୁ ପ୍ରଭୁ ପାତାଳକୁ ଯିବା ଲୋକମାନଙ୍କୁ କି ମୃତ ଲୋକମାନଙ୍କୁ ପ୍ରଭୁ କହନ୍ତି ନାହିଁ। କି ପାଇଁ ବୋଲି କହିଲେ ସେଠି ଆକା ଲେଖା ହେଇଛି, ଦୁଷ୍ଟମାନଙ୍କୁ ତୁମେ ଖୋଜିବ କିନ୍ତୁ ସେମାନେ ମିଳିବେ ନାହିଁ। ଏବେ ତମେ ଯଦି ଖୋଜିବ ପୃଥିବୀରେ କେତେଟା ଦୁଷ୍ଟମାନ ଦରକାର? ସତ ମିଛ? କେତେଟା ମଧୁଆ ମାନ ଦରକାର? କେତେଟା ଅଧର୍ମଚାରୀ ମାନେ ଦରକାର? ନାଇଁ କି? ଏ ପୃଥିବୀରେ କେହି ମଧ୍ୟ ଧାର୍ମିକ ନାହିଁ। ସମସ୍ତେ ପାପ କରି ପତିତ ହୋଇଅଛନ୍ତି। ହାଲେଲୁୟା। ସେଥିପାଇଁ ଏ ଜାଗାରେ ପରମେଶ୍ୱର ତାଙ୍କ ଲୋକମାନଙ୍କୁ କହୁଛନ୍ତି, ଯେଉଁ ଦୁଷ୍ଟମାନଙ୍କ ନିମନ୍ତେ ତମେ ବ୍ୟସ୍ତ ହେଇଯାଉଛ, ଯେଉଁ ଦୁଷ୍ଟମାନେ ତୁମମାନଙ୍କୁ ନଷ୍ଟ କରିଛନ୍ତି, ଯେଉଁ ଦୁଷ୍ଟମାନେ ତୁମମାନଙ୍କୁ ମାରିଛନ୍ତି, ଯେଉଁ ଦୁଷ୍ଟମାନେ ତୁମମାନଙ୍କୁ ଲୁଟିଛନ୍ତି, ଯେଉଁ ଦୁଷ୍ଟମାନେ ତୁମମାନଙ୍କୁ ଅନ୍ୟାୟ କରିଛନ୍ତି, ସେମାନଙ୍କୁ ଦେଖିକରି ତୁମେ ବିରକ୍ତ ହୁଅ ନାହିଁ କିମ୍ବା ଅଧର୍ମଚାରୀ ମାନଙ୍କୁ ଦେଖିକି ତୁମେ ଈର୍ଷା ଭାବ ବହିବାର ଆବଶ୍ୟକ ନାହିଁ। ହାଲେଲୁୟା। ଈର୍ଷା ହେବାର ଦରକାର ନାହିଁ। କି ପାଇଁ ଈର୍ଷା ହବ? କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିକି ଯଦି ଛାଡ଼ିଦେବେ ତାହେଲେ ସେମାନଙ୍କୁ ବେଶୀ ଦଣ୍ଡ ଅଛି। ବୁଝିଲ କି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ ନ କରିକି ଯଦି କିଏ ଯଦି ରହିଯିବେ ସେମାନେ ଟୋଟାଲ ନରକ କାକା ଯିବେ। ବୁଝିପାରିଲ କି? ସେଇ ଦୁଷ୍ଟମାନଙ୍କ ପାଇଁ ତୁମମାନେ କ'ଣ ପାଇଁ ଏବେ ଦେଖ କାଦରେ କାଦ ଅଛି, ବାଟରେ କାଦ ଅଛି, କାଦରେ ଗୋଡ଼ ପକେଇବ କି ପାଇଁ, ଗଇବ କି ପାଇଁ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ତମେ ସେ କାଦଟା ସେଟା ତାର ନାଁ କାଦ, ନା ଗୋବରରେ ହାତ ଦେବ କି ପାଇଁ, କାଦରେ ଗୋଡ଼ ଦେବ କି ପାଇଁ? ସେମିତି ଦୁଷ୍ଟମାନଙ୍କ ସହିତ କି ପାଇଁ ଲାଗିବ? ଦୁଷ୍ଟମାନଙ୍କ ପାଇଁ ତମେ ବିରକ୍ତ ହୁଅ ନାହିଁ। ସେମାନେ ସେଟା ସେମାନଙ୍କ ରୂପ, ସେମାନଙ୍କର ଚରିତ୍ର। ଦୁଷ୍ଟମାନଙ୍କର ଚରିତ୍ର କ'ଣ? ଦୁରାଚାର କରିବାଟା। ଦୁଷ୍ଟମାନଙ୍କର ଚରିତ୍ର କ'ଣ? ନଷ୍ଟ କରିବାଟା। ସେମାନେ ଦୁଷ୍ଟମାନେ ଭଲ କାମ କରିପାରିବେ କି? ଅଧର୍ମଚାରୀ ମାନେ ଧର୍ମ କାମ କରିପାରିବେ କି? ସେମାନଙ୍କ ପାଇଁ ତମର ଧର୍ମ କର୍ମ କ'ଣ ପାଇଁ ନଷ୍ଟ କରିବ? ପ୍ରଭୁ ପଚାରୁଛନ୍ତି ତମକୁ। ହାଲେଲୁୟା। ସେମାନଙ୍କ ପାଇଁ କାହାର ପାଇଁ? ତମେ ହାତ ଦେଇକି କୁହ, ତୁମ ହୃଦୟରେ ହାତ ଦେଇକି କୁହ, ତମେ ଦୁଷ୍ଟ ଲୋକ ନା ପ୍ରଭୁଙ୍କ ଲୋକ? ହାଲେଲୁୟା। ଆମେ ପ୍ରଥମେ ଦୁଷ୍ଟ ଥିଲୁ, ମାତ୍ର ପ୍ରଭୁ ଆମମାନଙ୍କୁ ମନୋନୀତ କରିବା ଦ୍ୱାରା, ପ୍ରଭୁ ଆମମାନଙ୍କୁ ତାଙ୍କ ରକ୍ତରେ ଦଇବା ଦ୍ୱାରା ଆମେମାନେ ପବିତ୍ର ହେଇଛୁ। ହାଲେଲୁୟା। ଆମେମାନେ ଧାର୍ମିକ ହେଇଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଆମେମାନେ ଧାର୍ମିକ ପ୍ରାପ୍ତ ହେଇ ସ୍ୱର୍ଗ ରାଜ୍ୟର ଅଧିକାରୀ ବୋଲି ବୋଲା ଯାଉଛୁ। ହାଲେଲୁୟା। ସେଥିପାଇଁ ଆମେମାନେ ଏ ଦୁଷ୍ଟ ଲୋକମାନଙ୍କ ପାଇଁ, ଏ ଅଧର୍ମଚାରୀ ମାନଙ୍କ ପାଇଁ ବିରକ୍ତ ହେବାର ଆବଶ୍ୟକ ନାହିଁ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ବହୁତ ନିଗୁଡ ତତ୍ତ୍ୱ ବିଷୟ ଅଛି ମୋର ପ୍ରିୟ ଲୋକମାନେ। ଏ ଗୋଟେ କଥା କହିଲା 2 ଘଣ୍ଟା ଲାଗିବ, ମାତ୍ର 1-2 ମିନିଟରେ ତୁମମାନଙ୍କୁ ଏହା ଶେଷ କରିବି। ହାଲେଲୁୟା। ସେଠି ଆଉ ଲେଖା ହେଇଛି, କାରଣ ସେମାନେ ଘାସ ପରି ଶୀଘ୍ର କଟାଯିବେ। ଦେଖ, ଧାର୍ମିକ ମାନେ ସିୟନ ପର୍ବତରେ ବା ସିୟନ ଦେଶରେ ଚିରକାଳ ପରମେଶ୍ୱରଙ୍କ ସ୍ତମ୍ଭ ସ୍ୱରୂପ ରହିବେ। ହାଲେଲୁୟା। କୋଉମାନେ? ଧାର୍ମିକ ମାନେ। ଧାର୍ମିକ କାହାକୁ ବୋଲା ଯାଉଛି ପୃଥିବୀରେ କହିଲେ? ତୁମମାନଙ୍କୁ ଆରମ୍ଭ କହିଲି, ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଆଧାରିତ ଲୋକମାନଙ୍କୁ, ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଦୌତ ଲୋକମାନେ ଧାର୍ମିକ। ଏ ପୃଥିବୀରେ ତାଙ୍କ ଛଡା ପୃଥିବୀରେ କେହି ମଧ୍ୟ ଧାର୍ମିକ ନାହାନ୍ତି। ହାଲେଲୁୟା। ଏ ପୃଥିବୀରେ ଅନେକ ଧର୍ମାବଲମ୍ବୀ ଲୋକମାନେ ଅଛନ୍ତି, ଅନେକ ବଡ଼ ବଡ଼ ପଣ୍ଡିତ ମାନେ ଅଛନ୍ତି, ଅନେକ ସାଧୁମାନେ ଅଛନ୍ତି, ଅନେକ ସନ୍ନ୍ୟାସୀମାନେ ଅଛନ୍ତି, ହିମାଳୟ ପର୍ବତର ସାଧୁମାନେ ଅଛନ୍ତି। ବୁଝିଲ ନାହିଁ? ଏମାନେ ଯେତେ ତପସ୍ୟା କଲେ ମଧ୍ୟ, ଯେତେ ଯାହା ନିଜ ଶରୀରକୁ କଷ୍ଟ ଦେଲେ ମଧ୍ୟ, ଉପବାସ ରହିଲେ ମଧ୍ୟ ସେମାନେ ଧାର୍ମିକ ହେଇପାରିବେ ନାହିଁ। ହାଲେଲୁୟା। ସେମାନେ ପରମେଶ୍ୱର ରାଜ୍ୟର ଅଧିକାରୀ ହେଇପାରିବେ ନାହିଁ। ମାତ୍ର ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତକୁ ଆଧାର କରନ୍ତି ସେମାନେ ଧାର୍ମିକ ହେଇପାରିବେ। ହାଲେଲୁୟା। ସେମାନଙ୍କୁ କହୁଛନ୍ତି, ସେଇ ଦୁଷ୍ଟମାନଙ୍କ ପାଇଁ ତମେ କ'ଣ ପାଇଁ ଚିନ୍ତା କରୁଛ? ସେମାନେ ଘାସ କାଟିଗଲା କଟାଯିବେ।
ଘାସ ଯେମିତି ଆମେ କାଟି ଦେଉଛୁ ନାଇଁ କି ସେମିତି ଦୁଷ୍ଟ ମାନେ କଟା ଯିବେ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ତାପରେ ଛୋଟ ଛୋଟ ଘାସ ଖରା ମାସରେ ହେଉଥିବା ଘାସ ବେଶୀ ଖରା ହେଲେ ଯେମିତି ଶୁଖିଯିବ ସେମାନେ ସେମିତି ଶୁଖିଯିବେ। ହାଲେଲୁୟା। ସେମାନଙ୍କ ପାଇଁ ତମର ମାଇଣ୍ଡ ୱେଷ୍ଟ କରୁଛ, ତମର ଟାଇମ ୱେଷ୍ଟ କରୁଛ, ତମର ବାଇବେଲ ପଢା ୱେଷ୍ଟ କରୁଛ, ତମର ଆତ୍ମିକ ଜୀବନ ୱେଷ୍ଟ କରୁଛ, ତମର ମାନେ ପ୍ରାର୍ଥନାମୟ ଜୀବନ ୱେଷ୍ଟ କରୁଛ। ସେମାନଙ୍କ ପାଇଁ କାହାର ପାଇଁ? ଦୁଷ୍ଟ ମାନଙ୍କ ପାଇଁ। କଣ ବୋଲି କହିଲେ ଏଇ ଦୁଷ୍ଟ ମାନେ ବଦଳୁ ନାହାନ୍ତି। ସେମାନଙ୍କ ପାଇଁ ତମେ ଆଉ କି ପାଇଁ ବଦଳିବାର ଥିଲେ ସେମାନେ ତମର କଥା ଶୁଣିକିରି କି କୌଣସି ମାଡ଼ ଖାଇକିରି ମଧ୍ୟ ଆସିବେ। ହାଲେଲୁୟା। ମାତ୍ର ଯୋଉମାନେ ବଦଳିବେ ନାହିଁ ସେମାନଙ୍କୁ ପ୍ରଭୁ ଆହୁରି କଠିନ କରିଦେବେ। ହାଲେଲୁୟା। ସେଥିପାଇଁ ମୋର ପ୍ରିୟ ଲୋକମାନେ ବାଇବେଲ ପବିତ୍ର ବାଇବେଲ ସ୍ଥାନ କଣ ପାଇଁ ପାଇଛି ବୋଲି କହିଲେ ଯେ ମୁଁ କାଲି କହୁଥିଲି ବାଇବେଲରେ ଥିବା ଜିନିଷ ଥିବା ପରି ଏକା ଲେଖାଯିବ। ଆଦମ ଭୁଲ କଲେ, ନହ ଭୁଲ କଲେ, ଲୋଟ ଭୁଲ କଲେ, ହେଲା ସେ ନିଜର ଲୋକମାନେ ହେଲେ ମଧ୍ୟ ତାଙ୍କର ଚରିତ୍ରକୁ ପ୍ରଭୁ ଲୁଚେଇ ନାହାନ୍ତି। ସେଟା ପାଇଁ ପବିତ୍ର। ହାଲେଲୁୟା। ମୁଁ ଭୁଲ କଲେ ମଧ୍ୟ ମୋର ଚରିତ୍ର ପ୍ରଭୁ ଦେଖେଇବେ, ତମେ ଭୁଲ କଲେ ତମ ଚରିତ୍ର ପ୍ରଭୁ ଦେଖେଇବେ। ତମେ କି ଭୁଲ କରୁଛ, କି ଅନ୍ୟାୟ କରୁଛ, ସେ ସମସ୍ତ ବିଷୟକୁ ବାଇବେଲରେ ଲିଖିଛନ୍ତି ପ୍ରଭୁ। ହାଲେଲୁୟା। ହେଲେ ପ୍ରଭୁ ଭୁଲ କରୁଛନ୍ତି କି? ସେମାନଙ୍କୁ କହିଛନ୍ତି ତମେ ମାନେ ଭୁଲ କର ନାହିଁ, ପାପ କର ନାହିଁ, ଅଧର୍ମ କର ନାହିଁ, ଦୁରାଚାରୀ କର ନାହିଁ, ଦୁଷ୍ଟ ମାନଙ୍କ ଉପରେ ହୁଅ ନାହିଁ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ମାତ୍ର ସେମାନେ ଯଦି ହେବେ ବୋଲି କହିଲେ ତାର ପ୍ରତିଫଳ ମଧ୍ୟ ପ୍ରଭୁ ଦେଇଛନ୍ତି। ହାଲେଲୁୟା। ଦୁଷ୍ଟର ପ୍ରତିଫଳ ଦାତା ଆମେ ବୋଲି ପ୍ରଭୁ କହିଛନ୍ତି। ହାଲେଲୁୟା। କାହାର ପ୍ରତିଫଳ ଦାତା? ପୁଣି ଦୁଷ୍ଟର ପ୍ରତିଫଳ ଦାତା। ତାକୁ କେମିତିକାର ଫଳ ଦେବାର ଅଛି, କେମିତିକାର ଦଣ୍ଡ ଦେବାର ଅଛି ପ୍ରଭୁ ଜାଣିଛନ୍ତି। ସେଥିପାଇଁ ଘାସ କାଟିଲା ପରେ ପ୍ରଭୁ ତାଙ୍କୁ କାଟି ଦଉଛନ୍ତି। ହାଲେଲୁୟା। ତମେ ଏ ଦୁଷ୍ଟ ମାନେ ଥିଲେ ତ କାହିଁ ଏବେ ନାହାନ୍ତି ବୋଲି ତମେ ଖୋଜିବ ପୁଣି ଗୋଟେ ଦୁଷ୍ଟ ମଧ୍ୟ ଦେଖାଯିବ ନାହିଁ। ହାଲେଲୁୟା। ସେ ଲାଷ୍ଟ ଲେଖା ହେଇଛି ତାପରେ ଟିକେ ଦୁଷ୍ଟ ମାନଙ୍କ କଥା ଚିନ୍ତା କରିବା ପୂର୍ବରୁ ତମ ମାନଙ୍କ କଥା ପ୍ରଭୁ କହୁଛନ୍ତି। ସଦା ପ୍ରଭୁଙ୍କ ଠାରେ ନିର୍ଭର ରଖି ସୁକର୍ମ କର, ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ। ହାଲେଲୁୟା। କାହାର ଅନୁଗାମୀ ହେବାର ଅଛି? କାହାକୁ କହୁଛନ୍ତି କଥା? ତୁମମାନଙ୍କୁ କହୁଛନ୍ତି। ହାଲେଲୁୟା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଲୋକମାନଙ୍କୁ କହୁଛନ୍ତି କଣ ବୋଲେ ତୁମେ ମାନେ ବିଶ୍ୱାସର ଅନୁଗାମୀ ହୁଅ। ହାଲେଲୁୟା। ବିଶ୍ୱାସତାର ଅନୁଗାମୀ ହେବାକୁ ପଡିବ। ସଦା ପ୍ରଭୁଙ୍କ ଠାରେ ନିର୍ଭର ରଖିକିରି ସତ୍କର୍ମ କରିବାକୁ ପଡିବ। ଆଚ୍ଛା, ସତ୍କର୍ମ କଣ? ସତ୍କର୍ମ କଣ? ହାଲେଲୁୟା। ସତ୍କର୍ମ ମାନେ କଣ ସେ ବିଷୟ ପ୍ରଥମେ ଜାଣିବାର ଅଛି। କିଏ ସତ୍କର୍ମ କରିବାର ଅଛି? ସଦା ପ୍ରଭୁଙ୍କ ଠାରେ ନିର୍ଭର ରଖିବା ଲୋକ। ହାଲେଲୁୟା। ଦୁଷ୍ଟ ମାନେ ସତ୍କର୍ମ କରିବେ କି? ମା ମାନେ ଦୁଷ୍ଟ ମାନେ ବାଙ୍ଗ ଖୋଇ ପୁଡା ଖାଇବା ଲୋକମାନେ ସତ୍କର୍ମ କରିବେ କି? କରିବେ ନାହିଁ। ସେମାନଙ୍କୁ ସବୁବେଳେ ସେପଟାକା ଜିଗୁଥିବ ମନ। ମଦ ପିଇବା ଲୋକମାନେ ସତ୍କର୍ମ କରିପାରିବେ ନାହିଁ। ବ୍ୟଭିଚାର କରିବା ଲୋକମାନେ ସତ୍କର୍ମ କରିପାରିବେ ନାହିଁ। ହାଲେଲୁୟା। କିଏ କରିବେ ବୋଲେ ସଦା ପ୍ରଭୁଙ୍କ ଉପରେ ଯିଏ ନିର୍ଭର କରିବ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ବିଶ୍ୱାସ କରିବ ସେ ସତ୍କର୍ମ କରିବ। ହାଲେଲୁୟା। ତୁମେ ମାନେ ପ୍ରଭୁ କହୁଛନ୍ତି ତୁମେ ମାନେ ସତ୍କର୍ମ କର। ସତ୍କର୍ମ କରି ଦୁଷ୍ଟ ମାନଙ୍କ ବିଷୟରେ ତୁମେ ଚିନ୍ତା କର ନାହିଁ। তুমি সৎকর্ম করে দেশরে বাস কর। হালেলুয়া। মানে দেশরে বলে কলে আমি যে জায়গা প্রভু আমাকে দিয়েছেন, যে ঘর দিয়েছেন, যে পরিবার দিয়েছেন, যে মন্ডলী দিয়েছেন, প্রেজ দ্য লর্ড, সেটি থাইকি তুমি বিশ্বাসরে রুহ। হালেলুয়া। বিশ্বস্ততার অনুগামী হুও বলে বিশ্বাসরে তুমি রহবাক পড়িব। না আজ্ঞা আমি বিশ্বাস লোক নাই, আমি দুষ্ট হবু বলে কলে তোমাকে কে রখবে? বুঝিপারল কি? বিশ্বাস রুহ বাবু, প্রভু কৌଛନ୍ତି বিশ্বাস রুহ, সত্যের চাল। সত্য পথରେ ଚାଲିଲେ ତୁମେ ମାନେ ଚିରକାଳ ରହିବ। ହାଲେଲୁୟା। ତୁମେ ଯେଡ଼େ ବଡ଼ ପାପ କରିଥାଅ ନା କାହିଁକି, ଯେଡ଼େ ବଡ଼ ଭୁଲ କରୁଥାଅ ନା କାହିଁକି, ସଦାପ୍ରଭୁ ତୁମମାନଙ୍କୁ କ୍ଷମା କରିବାକୁ ବିଶ୍ୱସ୍ତ ନ୍ୟାୟବାନ ଅଟନ୍ତି। ହାଲେଲୁୟା। ସେଥିପାଇଁ ମୋର ପ୍ରିୟ ଲୋକମାନେ ଏମିତିକାର ଦିନ ଗୋଟେ ଆସିବ ଏ ପୃଥିବୀରେ 1000 ବର୍ଷ ଶାନ୍ତି ରାଜ୍ୟ ହେବ। ହାଲେଲୁୟା। ସେ 1000 ବର୍ଷ ଶାନ୍ତି ରାଜ୍ୟ ତୁମେ ଏକା ରାଜ୍ୟତ୍ୱ କରିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ 1000 ବର୍ଷ ରାଜ୍ୟ କରିବା ପାଇଁ ପ୍ରଭୁ ତୁମକୁ ନିୟମିତ ମାନେ ନିଯୁକ୍ତ କରିବାକୁ ଯାଉଛନ୍ତି। ହାଲେଲୁୟା। ତୁମମାନଙ୍କୁ ଆକା
କ'ଣ ପାଇଁ ବୋଲି କହିଲେ ସେତେବେଳେ ଦୁଷ୍ଟମାନେ ନଥିବେ। ହାଲେଲୁୟା। ଅତ୍ୟାଚାର ନଥିବ, ରେପ୍ ଯାକ ନଥିବ। ଗତରେ କହିଲି ପରା, ଗୋଟେ 13 ବର୍ଷ ଝିଅକୁ 32 ଲୋକ ରେପ୍ କରି ମରେଇ ଦେଇଛନ୍ତି। ସେମିତିକାର କାମ ଆଉ ନଥିବ। ହାଲେଲୁୟା। ତାପରେ ଏ ଟଙ୍କା ସୁନା ଲୁଟ୍ କରିବା ଲୋକମାନେ ନଥିବେ, ମର୍ଡର କରିବା ଲୋକମାନେ ନଥିବେ। ସେମିତିକାର ଶାନ୍ତି ରାଜ୍ୟ ପ୍ରଭୁ ଆଣିବାକୁ ଯାଉଛନ୍ତି। ହାଲେଲୁୟା। ସେତେବେଳେ ମଧ୍ୟ ଗୋଟେ ବିଷୟ ଘଟିବ। କ'ଣ ବୋଲି କହିଲେ ଧାର୍ମିକ ଲୋକମାନେ ସ୍ୱର୍ଗ ରାଜ୍ୟକୁ ହେବେ, କିନ୍ତୁ ଶୈତାନ ଆସିକରି ସେମାନଙ୍କୁ 1000 ବର୍ଷ ଶାସନ କଲା ପରେ ମଧ୍ୟ ଶୈତାନକୁ ଗୋଟେ ଅଳ୍ପ ସମୟ ପାଇଁ ଛଡ଼ାଯିବ ପାତାଳ କୁଣ୍ଡରୁ। ସେ ଉଠିକିରି ଆସିବ ତମ ଟୋକାଟୋକି ମାନଙ୍କୁ କହିବ। କ'ଣ ବୋଲି କହି ଜାଣିଛ କି? ହଁ ଭାଇମାନେ, 1000 ବର୍ଷ ଶାନ୍ତି ରାଜ୍ୟରେ ତମେ ରାଜତ୍ୱ କଲ ନା, କେମିତି ଲାଗିଲା ବୋଲେ ବହୁତ ବଢ଼ିଆ ଲାଗିଲା। ପ୍ରଭୁଙ୍କୁ ଧନ୍ୟବାଦ କରୁଥିଲୁ, ଆରାମସେ ରହୁଥିଲୁ। ହଁ ଚୋର ବଦମାସ କିଛି ନାହିଁ ବୋଲି। ସେଟା ନାହିଁ ଯେ ଚଳିବ, ବାଧା ନାହିଁ ନା। କେବେ ହେଲେ ମଦ ବାଟିକି ଯାଇଛ କି? ମଦ ପିଇଛ କି? ମଦ ଘଟରେ ଦେଲେ କି ପ୍ରଭୁ? ବୋଲେ ସେଟା ଅମୃତ ରସ। କି ରସ କହିବେ? ଅମୃତ ରସ। ସେଟା କେବେ ପିଇଛ କି? ବୋଲେ ନାଇଁ, ଆସୁନ ପିଇବ, ଦେବି। 10ଟା ଟଙ୍କା ମାନଙ୍କୁ ଦେଇଦେଲା ବୋଲେ ସେମାନେ ଆଉ କି ସେଥର। ହାଲେଲୁୟା। ଏଥର ସେମାନେ ଆଉ 10 ଜଣଙ୍କୁ ନଷ୍ଟ କରିଦେବେ। ସେମାନେ ସିନେମା ଦେଖେ ଯିବା ବୋଲି କହିବେ, ଖରାପ କାମ করে ଦେଖେଇବ, ଆସିକିରି ଲୋକମାନଙ୍କୁ ବଣ୍ଡେଇ ଦେବ। ସେ ଏମିତି ଲୋକମାନଙ୍କୁ ବଣ୍ଡେଇବ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଦେବା ଲୋକମାନଙ୍କୁ ଛଡ଼ା ପୃଥିବୀର ଲୋକ ସବୁକୁ ସେ ବଣ୍ଡେଇ ଦେବ। ହାଲେଲୁୟା। ତାର ମାନେ ବ୍ୟଭିଚାର ରୂପ, ଗତ ସପ୍ତାହରେ କହିଥିଲି ନା, ବ୍ୟଭିଚାର ରୂପ ମଦିରାରେ ମଧୁଆ କରିଦେବ ସେମାନେ। ବୁଝିପାରିଲ? ସେମାନେ ସମସ୍ତେ କ'ଣ ହେବେ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ସତ କଥା। ତମେ ଟୋକାମାନେ କିଛି କରି ଜାଣିଛ କି? ସତ କଥା ଆମକୁ ପାଷ୍ଟର ଆଜ୍ଞା ସବୁବେଳେ ଆସି ହାଲେଲୁୟା ଗୀତ ମାନେ ଗାଇଛନ୍ତି ନା, ଗୋଟେ ଥର ମଧ୍ୟ ଏମିତିକା ସୁଖ ଶାନ୍ତି ଆମକୁ ଦେଇନାହାନ୍ତି ବୋଲି ତମେ ଆଗା କହିବ। ବୁଝିଲ ନା? ଏ ଶୈତାନ ମହାପ୍ରଭୁ ଆସିକରି ଆମକୁ କେତେ ସୁନ୍ଦର ବିଷୟରେ ଆମକୁ କରୁଛନ୍ତି ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ। ହେଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯୁଦ୍ଧ କରିବା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯୁଦ୍ଧ କରିବାକୁ ବାହାରିଲା ବେଳେ ଆହୁରି ସେଥିରେ ଯୁଦ୍ଧ ଫୁଦ୍ଧ କିଛି ନଥିବ। ସେତେବେଳେ କିସ ହେବ? ସ୍ୱର୍ଗରୁ ଅଗ୍ନି ବର୍ଷା ପଡ଼ିକିରି ସମସ୍ତଙ୍କୁ ସ୍ମାସ୍ ହେଲା। ସବୁକୁ ସେଟା ଏକା ଏଇଟା ଦୁଷ୍ଟ ମାନଙ୍କୁ ଖୋଜିବ, ଗୋଟେ ଦୁଷ୍ଟ ମିଶା ମିଳିବ ନାହିଁ। କି ପାଇଁ? ସବୁ ଅଗ୍ନି ବର୍ଷାରେ ସାପ ହେଇଯାଇଛନ୍ତି। ବୁଝିପାରିଲ? ଗଲା ଖରା ସେ ସାନ ସାନ ଘାସ ମାନେ ଯେମିତି ପୋଡ଼ିଗଲା, ଦୁଷ୍ଟମାନେ ସେମିତି ପୋଡ଼ିଯିବେ। ଆଉ ଗୋଟେ ଜଣେ ମଧ୍ୟ ନଥିବେ। ତମେ ଗୋଟେ ଜଣ କାଲି ଖୋଜିବ, ଚେଷ୍ଟା କରିବ, ଜଣେ ମଧ୍ୟ ମିଳିବେ ନାହିଁ ତମକୁ। ହାଲେଲୁୟା। ସେଇ ପ୍ରକାର ସମୟ ଆସୁଛି ମୋର ପ୍ରିୟ ଲୋକମାନେ, ତୁମମାନଙ୍କୁ ଭଣ୍ଡେଇବା ପାଇଁ ଶୈତାନ ଆସୁଛି। ସେଥିପାଇଁ ଜାଗ୍ରତ। ପ୍ରଭୁ ଗୀତି ସହିତ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।